ଆଜି ରୋଷେଇବାସରେ ବାପ ପୁଅ ମିଶି କରୁଛନ୍ତି ଅନେକ ଅନେକ ସାହାଯ୍ୟ। ଶାଗ ବାଛିବାଠୁ ନେଇ ଶାଗ ଧୋଇବା ପର୍ଯ୍ୟନ୍ତ। ଆହା ଆଜି ମୋର କି ଅପୂର୍ବ ଭାଗ୍ୟ। ଆଜି ସନ୍ଧ୍ୟାରେ ଯାଇଥିଲୁ ସିଡିଏ ପାଖ ପାର୍କ। ଏଇ ପିଲାଟିକୁ ଦେଖନ୍ତୁ, ଏକ୍ସରସାଇଜ ର ଇ ଅକ୍ଷର ଜାଣିନି କିନ୍ତୁ ସବୁ ଏକ୍ସରସାଇଜ କୁ କହୁଛି ଚୋବେଇକି ଖାଇଯିବି। ଖାଲି ପାର୍କରେ ଲାଗିଥିବା ଦୋଳି କି ଛୁଆଙ୍କର ଖେଳନା ନୁହେଁ, ବଡ ଲୋକମାନଙ୍କର ବି ଯୋଉ ଏକ୍ସରସାଇଜ ଇନଷ୍ଟ୍ରୁମେଣ୍ଟ ସବୁ ଲାଗିଛି ସବୁଥିରେ ଟିକେ 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 ହାତ ପକେଇ ଦଉଛି। ଦେଖିବାକୁ ଗଲେ ଫିଟନେସ ଟା ତାର ଠିକ ଅଛି, ହେଲେ ଯେକୌଣସି ଗୋଟେ ନୂଆ ଜିନିଷ ଜାଣିବାର ଏଇଟା ହଉଛି ତା ମନର ଆଗ୍ରହ। ୟଶକୁ ଟିକେ ପାର୍କରେ ବୁଲାବୁଲି କରେଇ ସାରି ତାପରେ ଆମେ ବାହାରିଲୁ ପୂଜା ସାମଗ୍ରୀ ଦୋକାନକୁ, ଯୋଉଠି ଗଣେଶ ପୂଜାର ସବୁ ସାମଗ୍ରୀ ମିଳିଯିବ। ଆଉ ମାତ୍ର ହେଲା ଗଣେଶ ପୂଜାକୁ ଗୋଟେ ଦିନ। ରାସ୍ତାରେ ଗଲାବେଳେ ଦେଖିଲୁ ଗୋଟେ ଗଣେଶଙ୍କର ପ୍ରତିମୂର୍ତ୍ତି, କେଡେ ସୁନ୍ଦର ପ୍ରତିମୂର୍ତ୍ତିଟେ। ପିଲାମାନେ ନେଇକି ଯାଉଛନ୍ତି କେତେ ଆନନ୍ଦର ସହିତ ପୂଜା କରିବାକୁ। ରାସ୍ତାରେ ତ ଆପଣମାନେ ଗୋଟେ ଗଣେଶ ଦେଖିଲେ, ଏଇଠି ଦେଖନ୍ତୁ କେତେ ଗଣେଶ, ପୁରା ଛୋଟ ପ୍ରତିମୂର୍ତ୍ତିରୁ ନେଇକି ପୁରା ବଡ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ। ତାପରେ ଆମେ ଆସି ପହଞ୍ଚିଗଲୁ ମୋମୋ ଷ୍ଟଲରେ କିଛି ଖାଇବା ପାଇଁ। ଲେଖା ହେଇଛି ସିନା ତନ୍ଦୁରୀ ମୋମୋ, କିନ୍ତୁ କିଛି ବି ଆଇଟମ ନଥିଲା, ସବୁ ସରିଯାଇଥିଲା ଖାଲି ପନିର ମୋମୋକୁ ଛାଡି। ବାଧ୍ୟ ହେଇ ପନିର ମୋମୋ ଅର୍ଡର କରିକି ଖାଇଥିଲୁ। ଆସିଲା ବେଳକୁ ଦେଉର ବାବୁଙ୍କ ପାଇଁ ଘରକୁ ପାର୍ସଲ ନେଇକି ଆସିଥିଲୁ। ଘରକୁ ଆସିଲା ପରେ ୟଶର ଏଇ ଯୋଉ ବାଜା ବାଜା ଷ୍ଟାଇଲକୁ ଦେଖି ମନ ଭିତରେ ଭାବିଲି କି ଏମିତି ବି କିଛି ଲୁକାୟିତ ପ୍ରତିଭା ତା ଭିତରେ ଅଛି। ଆଗକୁ ଯେହେତୁ ଗଣେଶ ପୂଜା ଭସାଣି ଆସୁଛି, ସତ କଥାଟା ହଉଛି ଆପଣ ତ ଜାଣିଛନ୍ତି କଟକରେ ଫେମସ ହଉଛି ଗଣେଶ ପୂଜା ଭସାଣି, ଦଶହରା ଭସାଣି। ସେ ଭାରି ସ୍ପିଡ ଲର୍ଣ୍ଣର, ଛୋଟବେଳୁ ଏଇ ସବୁ ଜିନିଷ ଦେଖି ଦେଖି ସେ ପୁରା ଷ୍ଟଡି କରିନେଇଛି। ସାଙ୍ଗମାନେ ଆଜିର ବ୍ଲଗଟି ଏଇଠି ଶେଷ କରୁଛି। ଲାଇକ୍, କମେଣ୍ଟ, ସେୟାର ନିଶ୍ଚୟ କରିବେ। ସବସ୍କ୍ରାଇବ ବଟନକୁ ପ୍ରେସ କରିବାକୁ ଜମାରୁ ଭୁଲିବେନି।